ମାଛ ଆଉ ମାଛ ସତେ ଯେମିତି ମାଛର ପାହାଡ଼ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ। ଆଜ୍ଞା ହଁ, ବାଲେଶ୍ୱର ଜିଲ୍ଲା ସୀମାନ୍ତ ଦୀଘା ମୁହାଣ ମାଛ ମାର୍କେଟରେ କୁଇଣ୍ଟାଲ କୁଇଣ୍ଟାଲ ଇଲିଶି ମାଛ ଦେଖିବାକୁ ମିଳିଛି। ଏବେ ପାଗ ଅନୁକୂଳ ଥିବାରୁ ଗଭୀର ସମୁଦ୍ରରୁ ପ୍ରଚୁର ପରିମାଣର ଇଲିଶି ଟ୍ରଲର ଯୋଗେ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛି। ପଶ୍ଚିମବଙ୍ଗ ସମେତ ଉପକୂଳ ଓଡ଼ିଶାର ହାଟ ବଜାରରେ 200 ଗ୍ରାମ ଓଜନର ଇଲିଶି କିଲୋ ପ୍ରତି 200 ଟଙ୍କା, 500 ଗ୍ରାମ ଓଜନର ଇଲିଶି କିଲୋ ପ୍ରତି 550 ରୁ 600 ଟଙ୍କା ଓ 1 କେଜି ଓଜନର ଇଲିଶି କିଲୋ ପ୍ରତି 1000 ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଗକୁ ପ୍ରଚୁର ଇଲିଶି ପଡ଼ିବାର ସମ୍ଭାବନା ରହିଛି ବୋଲି ଦୀଘା ମତ୍ସ୍ୟଜୀବୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ଲୁଣି ମାଛ ଅପେକ୍ଷା ଇଲିଶି ମାଛର ସ୍ୱାଦ ଭିନ୍ନ ହୋଇଥିବାରୁ ମାଛ ଖାଉଥିବା ଲୋକମାନଙ୍କର ଇଲିଶି ପ୍ରତି ଦୁର୍ବଳତା ରହିଛି। ସମୁଦ୍ରରେ ଇଲିଶି ଆଶାନୁରୂପ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଲେ ଓଡ଼ିଶା ଓ ପଶ୍ଚିମବଙ୍ଗ ହାଟ ବଜାରରେ ଇଲିଶିର ଦାମ ଶସ୍ତା ହେବ ବୋଲି କୁହାଯାଉଛି।